ବାପା ବାପା ଅଣ୍ଡା ସିଝି ଗଲାଣି ହେଲେ ତା ଚୋପାଟା ଛଡେଇ ହଉନି, ଭାରି ଗରମ ଅଛି। ଆରେ ସେ ଅଣ୍ଡା ଉପରେ ଟିକେ ଥଣ୍ଡା ପାଣି ଢାଳି ଦେ, ତାପରେ ଛଡା। ହେଲେ ବାପା ଥଣ୍ଡା ପାଣି ଢାଳିଲେ କଣ ହବ? ଆରେ ମୂର୍ଖ, ଏତିକି ଜାଣିନୁ? ଆରେ ଯେକୌଣସି ଗରମ ଜିନିଷ ଉପରେ ଯଦି ଥଣ୍ଡା ପାଣି ଢାଳି ଦବୁ ତାହେଲେ ସେଟା ଧୀରେ ଧୀରେ ଥଣ୍ଡା ହେଇଯିବ। ଓହୋ, ଏଇ କଥା ତାହେଲେ ବୁଝିଗଲି ଆଉ। ଗୁପଚୁପ ଗୁପଚୁପ କଲିକତା ଗୁପଚୁପ 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 କଲିକତା ଗୁପଚୁପ। ବାପା ଟଙ୍କା ଦିଅ, ଗୁପଚୁପ ଖାଇବି। ଏବେ ଟଙ୍କା ଦଉନା, କଲିକତା ଗୁପଚୁପ ହେଇଛି ଖାଇବି। କାଇଁ ମୋ ମୁଣ୍ଡଟାକୁ ଖାଇଯାଉନୁ? ଆରେ ଗୁପଚୁପ ତ ଗୁପଚୁପ, ପୁଣି ଏ କଲିକତା ଗୁପଚୁପ କଣ? କହିଲା କଣ ନା କଲିକତା ଗୁପଚୁପ। ସତରେ ଯେମିତି ମମତା ବାନାର୍ଜୀ ନିଜ ହାତରେ ୟା ପାଇଁ ଆଳୁ ଚକଟିକି ଦେଇଛି ଆଉ। କାଇଁ ଯଦି ସାଲେପୁରୀ ରସଗୋଲା ହେଇପାରିବ, ନିମାପଡ଼ା ଛେନାଦିଲି ହେଇପାରିବ, ଆଉ କେନ୍ଦ୍ରାପଡ଼ା ରସାବଳି ହେଇପାରିବ, ତାହେଲେ କଲିକତା ଗୁପଚୁପ କାଇଁ ନ ହେଇପାରିବ? ହାଇ, ବେଶୀ କଥା ଗୁଡା କଣ? ମୋ ମୁଣ୍ଡ ଅଲରେଡି ଗରମ ଅଛି, ମତେ ଆଉ ଜମା ବି ଗରମ କରନା, ବୁଝିଲୁ? ହରେ ଚଣ୍ଡାଳିଆ, କଣ କଲୁ? ଆଜି ତୋର ଦିନକୁ ମୋର ଦିନ ରହିଥା। ମୋ ବାଡି କୁଆଡେ? କଣ କଲୁ? ମତେ ତ ଯାହା ଓଦା କଲୁ କଲୁ। ମୋ ଅଫିସରେ ସବୁ ଦରକାରୀ କାଗଜ ପତ୍ର, ଆରେ ସେଗୁଡା ବି ସବୁ ନଷ୍ଟ କରିଦେଲୁ। କଣ କହିବି ଏବେ ମୁଁ ଅଫିସରେ? ତମର ତାହେଲେ କଥା ଠିକ ନାହିଁ ଆଉ। କଣ ପୁଣି କହୁଛୁ? ମୋର କଥା ଠିକ ନାହିଁ? କଣ ମୋ କଥା ଠିକ ନାହିଁ? ଆଉ କଣ ଅଣ୍ଡା ପାଇଁ ଗୋଟେ ନିୟମ କରିଛ, ଆଉ ନିଜ ପାଇଁ ଆଉ ଗୋଟେ ନିୟମ? କାଲି ତ ନିଜେ କହିଥିଲ କି ଯେକୌଣସି ଗରମ ଜିନିଷ ଉପରେ ଥଣ୍ଡା ପାଣି ପକେଇଦେଲେ ସେଇଟା ଧୀରେ ଧୀରେ ଥଣ୍ଡା ହେଇଯିବ ବୋଲି। ଆଉ ତମେ ନିଜେ କହିଲ କି ତମ ମୁଣ୍ଡ ଗରମ ଅଛି ବୋଲି। ଆଉ ସେଇଥିପାଇଁ ମୁଁ ଏ ଥଣ୍ଡା ପାଣିଟା ତମ ମୁଣ୍ଡ ଉପରେ ଢାଳିଦେଲି, ହେଲେ ତମ ମୁଣ୍ଡଟା ଥଣ୍ଡା ହେବା ବଦଳରେ ଆହୁରି ଗରମ ହେଇଗଲା। ହାୟ ରେ କପାଳ, ଧନ୍ୟରେ ତ ବୁଦ୍ଧି ନଟବର।